ତ ସାଙ୍ଗମାନେ ମୁଁ ଆଜି ଆପଣମାନଙ୍କୁ କହିବି ଆଇଫୋନ୍ର 16 ବେଷ୍ଟ ଫ୍ୟୁଚର ଯେଉଁଟା କୁହାଯାଏ ହିଡେନ୍ ଫ୍ୟୁଚର। ତ ସେଟା କେମିତି କ'ଣ ଆଇଫୋନ୍ ୟୁଜ୍ କରିବେ, ପ୍ରାୟତଃ ୟୁଜର୍ ମାନେ ସେଭଳି ଫ୍ୟୁଚରଠୁ ବଞ୍ଚିତ ଅଛନ୍ତି, ପ୍ରାୟ ସେମାନେ ଜାଣିନାହାନ୍ତି। ତ ମୁଁ ଆଜି ଆପଣମାନଙ୍କୁ କହିବି କେମିତି କ'ଣ ଆପଣ ସେ ଫ୍ୟୁଚରଟା ଅତି ସହଜରେ ୟୁଜ୍ କରିପାରିବେ। ଆଉ ପ୍ରଥମ ଫ୍ୟୁଚର ହେଲା ପେମେଣ୍ଟ ଅନ୍ ଲକ୍ ସ୍କ୍ରିନ୍। ଆପଣ ଲକ୍ ସ୍କ୍ରିନ୍ ଲକ୍ ସ୍କ୍ରିନ୍ରେ ଥାଇବି ମଧ୍ୟ ଫୋନ୍ ପେ, ଗୁଗୁଲ୍ ପେ, ଭାରତ ପେ, ଭୀମ୍ ପେ, ଯେଉଁ ପେ କିଛି ବି ପେ ସବୁ ଲକ୍ ସ୍କ୍ରିନ୍ରେ ହେଇପାରିବ। ଆପଣମାନଙ୍କୁ କେଉଁ ଗୋଟେ ପେମେଣ୍ଟ କରୁଛନ୍ତି, ମଲ୍ ହେଉ କି ଦୋକାନ ହେଉ ଯେଉଁଠି ହେଉ, ତ ଆପଣଙ୍କୁ ପେମେଣ୍ଟ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଲକ୍ ସ୍କ୍ରିନ୍ ଖୋଲିବାକୁ ପଡ଼ିବ। ତାପରେ ଫୋନ୍ ପେ ଖୋଲିବାକୁ ପଡ଼ିବ, ପେଟିଏମ୍, ଗୁଗୁଲ୍ ପେ କିଛି ବି ହେଇଯାଉ, ତାପରେ ଯାଇ ପେମେଣ୍ଟ କରିବେ। କିନ୍ତୁ ମୁଁ ଆଜି ଆପଣଙ୍କୁ ଏମିତି ଗୋଟେ ଟ୍ରିକ୍ସ କହିବି, ଆପଣ ଲକ୍ ସ୍କ୍ରିନ୍ରେ ଥାଇକି ବି ପେ କରିପାରିବେ। ସବୁ ପେ, ଫୋନ୍ ପେ, ଗୁଗୁଲ୍ ପେ, ପେଟିଏମ୍ କିଛି ବି ପେ। ତ ଚାଲ ଆରମ୍ଭ କରିବା। ସ୍କ୍ରିନ୍ ଉପରେ ଏମିତି ଦୁଇଥର ଟ୍ୟାପ୍ କରିବେ। ଦୁଇଥର ଟ୍ୟାପ୍ କଲା ପରେ ଡିସପ୍ଲେ ଅନ୍ ହେଇଯିବ। ତାପରେ ଲେଫ୍ଟ ସାଇଡ଼୍କୁ ଏମିତି ସ୍ୱାଇପ୍ କରିବେ। ଏମିତି ସ୍ୱାଇପ୍ କଲେ ଡାଇରେକ୍ଟ କ୍ୟାମେରା ଅପସନ୍ ଖୋଲିଯିବ। ଦେଖିପାରୁଥିବେ ଯେମିତି ମୋର କ୍ୟାମେରା ଖୋଲିଯାଇଛି। ଆମ ସାମ୍ନାରେ ଗୋଟେ ବାରକୋଡ଼ ଅଛି, ମୁଁ ତାକୁ ସ୍କାନ୍ କରିବି। ଏମିତି ସ୍କାନ୍ କରିବି, ଦେଖିବି ମୋ କ୍ୟାମେରା ଲେନ୍ସରେ ସେ ବାରକୋଡ଼କୁ ଅଲରେଡ଼ି ରିଡ୍ କରିସାରିଛି। ତ ଏ ସାଇଡ଼୍ରେ ଦେଖିବେ ଗୋଟେ କ୍ୟୁଆର୍ କୋଡ଼ ସ୍କାନର ଭଳିଆ ଅପସନ୍ ପଳେଇ ଆସୁଛି। ତ ମୁଁ ସେଠି ତାକୁ ଟ୍ୟାପ୍ କରିବି। ଟ୍ୟାପ୍ କଲା ପରେ ଦେଖିବେ ଯେମିତି ଦେଖିପାରୁଛନ୍ତି ମୋର ପଳେଇ ଆସିଲା ଫୋନ୍ପେ, ସୁପର ମନି, ହ୍ୱାଟ୍ସଆପ୍ ପେ, ଆମାଜନ୍ ପେ ବି ପଳେଇ ଆସିଲା। ମୋର ଯେତେ ଗୋଟେ ପେମେଣ୍ଟ ଅପସନ୍ ଥିବ ସବୁ ଯାକ ଏଥିରେ ଶୋ କରିଦେବ। ଶୋ କଲା ପରେ ମୁଁ ମାନିନିଅ ମୁଁ ଟଚ୍ କଲି, ମୋର ଫୋନ୍ପେକୁ ସିଲେକ୍ଟ କଲି। ଫୋନ୍ପେରୁ ସିଲେକ୍ଟ କଲା ପରେ ଡାଇରେକ୍ଟ ମୋର ପଳେଇ ଆସିଲା ପେମେଣ୍ଟ ଅପସନ୍କୁ। ଏଣ୍ଟର ଆମାଉଣ୍ଟ ତାହେଲେ ମୁଁ କିଛି ବି କରି ଡାଇରେକ୍ଟ ପ୍ରୋସିଡ୍ ଟୁ ପେ କରିପାରିବି। ଇଏ ହେଉଛି ଗୋଟେ ପୁରା ସର୍ଟକଟ୍। ଆଉ ସେତେବେଳକୁ ଫୋନ୍ପେ ଖୋଲିବାକୁ ପଡ଼ିବନି, କି ଡାଇରେକ୍ଟ ଲକ୍ ସ୍କ୍ରିନ୍ ଉପରେ ବି ପେମେଣ୍ଟ ହେଇପାରିବ। ତ ଆମର ସେକେଣ୍ଡ ଫ୍ୟୁଚର ହେଲା ଏଡିଟ୍କୁ କପି କରିବା ଆଉ ପେଷ୍ଟ କରିବା। ତ ଆପଣମାନେ ବହୁତ ସାରା ଫଟୋ ଉଠାନ୍ତି, ତ ଗୋଟିଏ ଗୋଟାଟା ଫଟୋକୁ ଏଡିଟ୍ କଲାବେଳେ ଆପଣ ବହୁତ ସମୟ ଲାଗୁଥିବ। ତ ସେଟା କ'ଣ କରିବେ ନା, ଗୋଟିଏ ଫଟୋକୁ ଏଡିଟ୍ କରିବେ ଆଉ ସେଇ ଏଡିଟ୍କୁ କପି କରି ନେଇ ବାକି 100ଟା ଫଟୋରେ ପେଷ୍ଟ କରିଦେବେ। ଏକ କାରଣ ଖେଳ ଖତମ। ଗୋଟିଏ ଏଡିଟ୍ 100 ଫଟୋକୁ ପେଷ୍ଟ, ତାକୁ କପି କରି ପେଷ୍ଟ, ଏମିତି ଗୋଟାଟା ଫଟୋକୁ ଏଡିଟ୍ କରିବାକୁ ପଡ଼ିବନି। ତ ଇଏ ସବୁଠୁ ବଢ଼ିଆ ଟ୍ରିକ୍ସ। ତ ଚାଲନ୍ତୁ ଦେଖିବା ସେ ସେଟିଂଟାକୁ ଆମେ କେମିତି କରିବା। ଯେମିତି ମୋର ଏଇ ଗୋଟେ ଫଟୋକୁ ମୁଁ ବର୍ତ୍ତମାନ ଏଡିଟ୍ କରିବାକୁ ଚାହିଁବି, ତାକୁ ଯେକୌଣସି ମୁଁ ଏଡିଟ୍ କରିନେବି। ମନ ଇଚ୍ଛା ଯାହା ବି ହଉ, ଯେମିତି ମୁଁ ଏଡିଟ୍ କରି ନେଇଯାଉଛି, ସବୁ ବଢ଼େଇ ଦେଉଛି। ଏମିତି ମାନେ ଆପଣ ଦେଖେଇବା ପାଇଁ ମୁଁ ଏମିତି କରୁଛି, ବାସ୍ ଆପଣ ମର୍ଜି ଯେମିତି ଏଡିଟ୍ କରିବେ ଆପଣଙ୍କ ହିସାବରେ। ବାସ୍ ମୁଁ ବଢ଼େଇ ଦେଲି, ଫଟୋଟା ଏବେ ପୁରା ଏଡିଟ୍ ହେଇଗଲା। ମୁଁ ତାକୁ କ'ଣ କରିବି, ଉପରେ ଗୋଟେ 3 ଡଟ୍ ଅଛି, 3 ଡଟ୍ରେ କ୍ଲିକ୍ କରିନେବି। କ୍ଲିକ୍ କଲା ପରେ ଦେଖିବେ ଲେଖା ହେଇଛି ଏଠି କପି ଏଡିଟ୍। କପି ଏଡିଟ୍ରେ ଟ୍ୟାପ୍ କରିବେ। ଟ୍ୟାପ୍ କଲା ପରେ ଏଠି ଦୁଇଟା ଅପସନ୍ ଆସିଯିବ, ଆଡଜଷ୍ଟ ଆଉ ଆଡାପ୍ଟିଭ୍। ତ ଏଠି ବି ଦୁଇଟାଙ୍କୁ ଅନ୍ କରିଦେବେ। ଅନ୍ କଲା ପରେ କପି କରି ନେଇଯିବେ। କପି କରିନେଲେ ଫଟୋ କପି ହେଇଗଲା। ଦେନ୍ ଏଠୁ ଡନ୍ କରିନେବେ। ଡନ୍ କଲା ପରେ ଏ ଫଟୋଟା ଏଡିଟ୍ ହେଇଗଲା। ବର୍ତ୍ତମାନ ଏଇ ଯେଉଁ ଫଟୋମାନଙ୍କୁ ମୁଁ ସେଇ ଏଡିଟ୍ଟାକୁ ଯେଉଁ କପି କରିଥିଲି ଗୋଟେ ପେଷ୍ଟ କରିବି। ଫଟୋ ସିଲେକ୍ଟ କରିନେଇ, ଫାଷ୍ଟ ସିଲେକ୍ଟ କଲା ପରେ ଏ ଫଟୋକୁ ସିଲେକ୍ଟ କଲି, ଏ ଦୁଇଟା ଫଟୋକୁ ବି ସିଲେକ୍ଟ କଲି, ଆଉ ଏଇଟା ବି ସିଲେକ୍ଟ କଲି। ବର୍ତ୍ତମାନ ମୁଁ ପେଷ୍ଟ କରିବି ସେ କପିଟାକୁ, ଏଡିଟ୍ଟାକୁ ଏଠି ପେଷ୍ଟ କରିବି। 3 ଡଟ୍ରେ କ୍ଲିକ୍ କରିବେ। 3 ଡଟ୍ କଲା ପରେ ଏଠି ଦେଖିବେ ଗୋଟେ ଅପସନ୍ ଅଛି, ଲେଖା ଅଛି ପେଷ୍ଟ ଏଡିଟ୍। ଦେଖିପାରୁଥିବେ, ପେଷ୍ଟ ଏଡିଟ୍ରେ କ୍ଲିକ୍ କଲା ପରେ ଲକ୍ଷ୍ୟ କରିବେ ଫଟୋ ସବୁ ଚେଞ୍ଜ ହେଇଯିବ। ଏବେ ସେ ଯେଉଁ ଏଡିଟ୍ କରିଥିଲି ମୁଁ, ସେ ଏଡିଟ୍ଟାକୁ ମୁଁ କପି କରି ଏଥିରେ ପେଷ୍ଟ କରିଦେଲି। ଏକକାଳୀନ 500ରୁ 1000 ଫଟୋକୁ ଆପଣ ଆଇଫୋନ୍ ଦ୍ୱାରା ପେଷ୍ଟ କରିପାରିବେ, ଏଡିଟ୍କୁ ପେଷ୍ଟ କରିବେ, ଯେଉଁଟାକି ଆଣ୍ଡ୍ରଏଡ୍ ଫୋନ୍ରେ ଏଇଟା ପସିବୁଲ୍ ନୁହଁ। ଥାର୍ଡ ଫିଚର ହେଲା ଆମର ମାନିନିଅ କାହାକୁ କିଛି ହ୍ୱାଟ୍ସଆପ୍ରେ ଟେକ୍ସଟ ଲେଖୁଛ କି କିଛି ଗୋଟେ ମେସେଜ ଗୋଟେ ଲେଖୁଛ, ଟାଇପ୍ କରୁଛ, ବାଇ ମିଷ୍ଟେକ୍ ସେଇଟା ଡିଲେଟ୍ ହେଇଗଲା, ତ ସେ ଟେକ୍ସଟ ବି ରିକଭରି ହେଇପାରିବ। ଫଟୋ ତ ଡିଲେଟ୍ ହେଲେ ଗ୍ୟାଲେରୀରୁ ଡିଲେଟେଡ୍ ଆଇଟମ୍ରୁ ମିଳିଯାଏ, କିନ୍ତୁ ଏଠି ଟେକ୍ସଟର କଥା ପଡ଼ିଛି। କୌଣସି ଆପଣ ମେସେଜ ଲେଖୁଛନ୍ତି, ମେସେଜଟା ଡିଲେଟ୍ ହେଇଗଲା, ତ ମେସେଜ ବି ସେ ଯେଉଁ ଲେଖାଟା ଟେକ୍ସଟଟା ସେ ପୁଣି ରିଭର୍ସ ହେଇପାରିବ। କିଛି ନାହିଁ, ଖାଲି ଏମିତି ମୋବାଇଲକୁ ମୋବାଇଲ ଟର୍ଚ୍ଚ ଅନେଇଲେ ଏମିତି ମୋବାଇଲ ସେଭ୍ କରିଦେବେ। ସେଭ୍ କଲା ପରେ ଯେଉଁଟା ଡିଲେଟ୍ ହେଇଥିବ ତ ସେଇଟା ପୁଣି ଥରେ ରିଭର୍ସ ହେଇପାରିବ। ତ ଚାଲନ୍ତୁ ଦେଖିବା ଏଇଟା କେମିତି କ'ଣ କରାଯିବ। ଦେଖିନ ଯେମିତି ମୁଁ ମୋ ନୋଟ୍ ଆପ୍ରେ ଏମିତି କିଛି ଟାଇପ୍ କରିନେଇଛି, ସପୋଜ ବାଇ ମିଷ୍ଟେକ୍ ମୋର ଏଟା ଡିଲେଟ୍ ହେଇଗଲା, କୌଣସି ଡିଲେଟ୍ ହେଇଗଲା। ତ ଡିଲେଟ୍ ହେଲା ପରେ ମୁଁ କ'ଣ କରିବି ନା, ତାକୁ ଚାହିଁଥିଲେ ପୁଣି ବି ରିଭର୍ସ କରିପାରିବି। କିଛି ନାହିଁ, ଏମିତି ଫୋନ୍କୁ ଧରି ଏମିତି ଥର ସେ କଲା ପରେ ଦେଖିକି ପଳେଇ ଆସିଲା ଅନଡୁ ଟାଇପିଂ। ଅନଡୁ ମାରିଦେଲେ ଯେଉଁ ଟେକ୍ସଟଟା ମୋର ସବୁ ଡିଲେଟ୍ ହେଇଯାଇଥିଲା ଭୁଲରେ, ସେ ଟେକ୍ସଟଟା ପୁଣି ରିକଭର ହେଇଯାଇଛି। ନେକ୍ସଟ ଫ୍ୟୁଚର ହେଲା
ବ୍ୟାକ୍ଟଅପ୍ ଆପଣ ଦେଖିଥିବେ ଆଇଫୋନ୍ର ପଛପଟେ ଯେଉଁ ଆପଲ୍ ଲୋଗୋ ରୁହେ ପ୍ରାୟତଃ ସେମାନେ ଭାବନ୍ତି ଏଇଟା ଆପଲ୍ର ବ୍ରାଣ୍ଡିଂ ଲୋଗୋ ନା, କିନ୍ତୁ ହଁ ବ୍ରାଣ୍ଡିଂ ଲୋଗୋ, ପୁଣି ତାର ବି ବହୁତ କିଛି କାମ ଅଛି ଯେଉଁଟାକି ପଛପଟେ ଯେଉଁ ଆପଲ୍ ଲୋଗୋ ତାର ଦୁଇଟା ଫ୍ୟୁଚର ଅଛି, ଗୋଟେ ହିଡେନ୍ ଫ୍ୟୁଚର। ତା ଦେହରେ ଯଦି ଆପଣ ଟ୍ୟାପ୍ କରିବେ ତାର କଷ୍ଟମାଇଜ ଅପସନ୍ ଅଛି। ଆପଣ ଟ୍ୟାପ୍ କଲେ, ଦୁଇଥର ଟ୍ୟାପ୍ କଲେ ଟର୍ଚ୍ଚ ଜଳିବ, ଦୁଇଥର ଟ୍ୟାପ୍ କଲେ କ୍ୟାମେରା ଅନ୍ ହେବ, ଆଉ ତିନିଥର ଟ୍ୟାପ୍ କଲେ ଆପଣମାନେ ମେନ୍ ମେନୁକୁ ଆସିପାରିବେ। ତ ସେଟା କଷ୍ଟମାଇଜ, ସେଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି ଆପଣ କେମିତି ତାକୁ ବ୍ୟବହାର କରିବେ। ତ ଚାଲନ୍ତୁ ଦେଖିବା ସେ ଫ୍ୟୁଚରଟା କେମିତି କ'ଣ କାମ କରେ। ତ ତିନିଥର ଟ୍ୟାପ୍ କଲେ କ୍ୟାମେରା ଖୋଲିବ। ଦେଖିପାରୁଥିବେ ଯେମିତି ମୋର କ୍ୟାମେରା ଖୋଲି ଯାଇଛି, ସେମିତି ବ୍ୟାକ୍ଟଅପ୍ର କାମ ହେଉଛି। କେବଳ ଦୁଇଟା ଫ୍ୟୁଚର୍ ଆପଣ ଆକ୍ଟିଭେଟ୍ କରିପାରିବେ, ଫ୍ଲାସ୍ ଲାଇଟ୍, ଡବଲ୍ ଟ୍ୟାପ୍ର ଫ୍ଲାସ୍ ଲାଇଟ୍ ଆଉ ଟ୍ରିପଲ୍ ଟ୍ୟାପ୍ର କ୍ୟାମେରା। ଆମର ନେକ୍ସଟ ଫିଚର ହେଉଛି ବ୍ୟାକଗ୍ରାଉଣ୍ଡ ରିମୁଭ୍, ଯେଉଁଟାକି ଆପଣମାନଙ୍କୁ କୌଣସି ଏଡିଟିଂ କରିବାକୁ ହେଲେ ତ ମୋବାଇଲ ମାନଙ୍କର ଥାର୍ଡ ପାର୍ଟି ଆପ୍ ଇନଷ୍ଟଲ୍ କରିବାକୁ ପଡ଼େ। ତ ଏଠି ଆଇଫୋନରେ କ'ଣ ହେଇଯାଉଛି ନା, ତ ଥାର୍ଡ ପାର୍ଟି ଆପ୍ ଇନଷ୍ଟଲ୍ କରିବାର କୌଣସି କିଛି ଆବଶ୍ୟକ ନାହିଁ, ଯେଉଁଟା ପ୍ରି ଇନଷ୍ଟଲ୍ ଆଦିରେ ଅଛି। ତ ଯେଉଁଟା ତାର ଏଆଇରେ ସବୁ ହେଇଯିବ। ତ ପ୍ରାୟତଃ ସେମାନେ ୱେବସାଇଟ୍ ୟୁଜ୍ କରନ୍ତି, ବିଜି ରିମୁଭର ଗୋଟେ ୱେବସାଇଟ୍ ଅଛି ଆମ କ୍ରୋମ୍ରେ, ସେଟା ବି ପ୍ରାୟ ୟୁଜ୍ କରନ୍ତି। ସେ ବି ବଢ଼ିଆ ଭାବେ ବ୍ୟାକଗ୍ରାଉଣ୍ଡକୁ ରିମୁଭ୍ କରିଦିଏ। ତ କିନ୍ତୁ ଆଇଫୋନରେ ଯେଉଁ ବ୍ୟାକଗ୍ରାଉଣ୍ଡ ରିମୁଭର ଯେଉଁ ଫ୍ୟୁଚରଟା ଅଛି ବଢ଼ିଆ କାମ କରେ। ହାଫ୍ ସେକେଣ୍ଡରେ ଆପଣଙ୍କ ବ୍ୟାକଗ୍ରାଉଣ୍ଡ କାଟି ପୁରା ମାନେ ପିନ୍ ପଏଣ୍ଟରେ ପୁରା କାଟିଦେବ, କିଛି ବି ଫରକ ରହିବନି। ତ ଚାଲନ୍ତୁ ଦେଖିବା ସେ ଫ୍ୟୁଚରଟା କେମିତି କ'ଣ ଆକ୍ଟିଭେଟ୍ କରାଯାଏ ଆଉ କେମିତି କ'ଣ କାମ କରେ। ତ ସେଟା ଆପଣଙ୍କ ପାଇଁ ବହୁତ ଇଜି ହେଇଯିବ। ଆଉ ଥାର୍ଡ ପାର୍ଟି ଆପକୁ ଇନଷ୍ଟଲ୍ କରିବାକୁ ପଡ଼ିବନି ନା, ଆପଣଙ୍କ ଡାଟା ସେଭ୍, ସବୁ କିଛି ସେଭ୍, ପୁରା ପ୍ରାଇଭେସି ପ୍ରୋଟେକ୍ଟ। ମୁଁ ଗୋଟେ ଫଟୋକୁ ନେଲି, ଏ ଫଟୋକୁ ମୋର ବ୍ୟାକଗ୍ରାଉଣ୍ଡ ରିମୁଭ୍ କରିବି। ଆ ପାଇଁ ମୋତେ କୌଣସି ଥାର୍ଡ ପାର୍ଟି ଆପକୁ ଇନଷ୍ଟଲ୍ କରିବାକୁ ପଡ଼ିବନି, ଆରାମସେ ହେଇଯିବ। ଚାଲନ୍ତୁ ଦେଖିବା ସେଟା କେମିତି କ'ଣ ହେଉଛି। କିଛି ନାହିଁ, ଗୋଟେ ସେକେଣ୍ଡ ପାଇଁ ଏମିତି ପ୍ରେସ୍ କରି ଧରିବେ, ପ୍ରେସ୍ କଲା ପରେ ବ୍ୟାକଗ୍ରାଉଣ୍ଡ ରିମୁଭ୍ ହେଇଗଲା। ଗୋଟେ ସେକେଣ୍ଡ ବି ନୁହଁ, ହାଫ୍ ସେକେଣ୍ଡ କରିଦେଲେ, ତାପରେ ସେଭ୍ ଇମେଜ୍ କରିଦେବେ। ସେଭ୍ ଇମେଜ୍ କଲା ପରେ ଦେଖିବେ ସେ ଫଟୋଟି ଏଠି ପଳେଇ ଆସିଛି। ମାନେ ଗୋଟେ ସେକେଣ୍ଡରେ ଖେଳ ଖତମ। ଦେଖିଲେ ନା କେତେ ବଢ଼ିଆ ଭାବେ ବ୍ୟାକଗ୍ରାଉଣ୍ଡଟା କଟିଗଲା। ତ ସେମିତି କରି ଯେକୌଣସି ଫଟୋରେ ବ୍ୟାକଗ୍ରାଉଣ୍ଡ କାଟିବାକୁ ଚାହିଁବେ ଆପଣ ବ୍ୟାକଗ୍ରାଉଣ୍ଡ ଆରାମସେ କାଟିପାରିବେ, ହାଫ୍ ସେକେଣ୍ଡ କହିଲେ ଚଳେ। ପ୍ରଥମେ ଏ ଫଟୋଟାକୁ ବ୍ୟାକଗ୍ରାଉଣ୍ଡ କାଟିଦେଲି, ନେକ୍ସଟ ଏ ଫଟୋଟା ବ୍ୟାକଗ୍ରାଉଣ୍ଡ କାଟିଦେଲି। ବହୁତ ଇଜି ଏଟା ବ୍ୟାକଗ୍ରାଉଣ୍ଡକୁ ରିମୁଭ୍ କରିବା ପାଇଁ। ଆମର ନେକ୍ସଟ ଫିଚର ହେଉଛି ଟେକ୍ସଟ କପି ଫ୍ରମ୍ ଫଟୋ। ଯେକୌଣସି ଫଟୋରୁ ଫଟୋ ଉଠେଇବେ, ସେଥିରେ ଯଦି କୌଣସି ମୋବାଇଲ ନମ୍ବର ଲେଖା ହେଇଥିବ, କିଛି ବି ଟେକ୍ସଟ ଲେଖା ହେଇଥିବ, ତାକୁ ଆରାମସେ ସେ ଫଟୋରୁ ବି ଆପଣ ତା ଟେକ୍ସଟକୁ କପି କରିପାରିବେ। ଯେମିତି ତା ଦେହରେ କିଛି ଗୋଟେ ଲେଖା ହେଇଛି, ସବୁ ଲେଖା ହେଇଛି, ଆପଣ ଆର ଫଟୋ ଉଠେଇବେ। ଫଟୋ ଉଠେଇ ସାରିଲା ପରେ ଆରେ ଯାହା ବି କିଛି ଲେଖା ହେଇଛି ସବୁ କପି ହେଇଯିବ, ସବୁ କପି କରି ସେଟା ପେଷ୍ଟ କରିପାରିବେ। ତ ଚାଲ ଦେଖିବା ଏଇ ଫିଚରଟା କେମିତି କ'ଣ କାମ କରୁଛି। ଯେକୌଣସି ଗୋଟେ ଭାବିଲ ମୁଁ ଏ ହେଲୋ ମୋଟୋର ଫଟୋ ଉଠେଇବି। ଫଟୋ ଉଠେଇଲା ପରେ ଏଇ ଯେଉଁ କଭର ଓଭର ଲେଖାଛି ହେଲୋ ମୋଟୋ, ୟାକୁ ମୁଁ ଫଟୋରୁ ବି ଟେଷ୍ଟ କରି ନେଇଯିବି। ମାନେ ମୁଁ ଫଟୋ ଉଠେଇବାର ଫଟୋ ଉଠେଇଲି, ଫଟୋ ମୋ ଡାଇରେକ୍ଟ ଗ୍ୟାଲେରୀକୁ ପଳେଇ ଆସିଛି। ତ ସେ ଗ୍ୟାଲେରୀକୁ ବର୍ତ୍ତମାନ ମୁଁ ଯିବି। ଗ୍ୟାଲେରୀ ଗଲା ପରେ ପଳେଇ ଆସିଲା ହେଲୋ ମୋଟୋ। ଦେଖିପାରୁଥିବେ ହେଲୋ ମୋଟୋ ଏଠି ଲେଖା ଅଛି। ମୁଁ ଆକୁ ଟେକ୍ସଟକୁ କପି କରିବି। ଦେଖିପାରୁଥିବେ ମୋ ଟେକ୍ସଟ ପୁରା କପି ହେଇଯାଇଛି, ମୁଁ ଏଠୁ କପି କରି ନେଇଗଲି। ଆଉ ଯେଉଁଠି ଚାହିଁବି ଆକୁ ପେଷ୍ଟ ବି କରିପାରିବି। ଯେମିତି ପଳେଇ ଆସିଲି, ସପୋଜ ମେସେଜ ବକ୍ସରୁ ପଳେଇ ଆସିଲି, ଏଠି କୌଣସି ଗୋଟେ ମେସେଜ ଟାଇପ୍ କରିବି। କଲା ପରେ ଟୁରେ ମୁଁ ଏକ୍ସଟ୍ରା ଯାହା ବି ଦିଏ, କିନ୍ତୁ ମେସେଜ ବକ୍ସରେ ସେ ଯେଉଁ ହେଲୋ ମୋଟୋକୁ ମୁଁ କପି କରିଥିଲି ଫଟୋରୁ ପେଷ୍ଟ। ଦେଖିପାରୁଥିବେ ହେଲୋ ମୋଟୋ ପଳେଇ ଆସିଲା। ଏଇଟା ବହୁତ ଇଜି। ଆପଣ ଯେମିତି କାହାର ନମ୍ବର ଦେବାକୁ ଚାହୁଁଛନ୍ତି, ତ ତାଙ୍କ ଦୋକାନ ଆଗରେ ହଉ କି ମଲ୍ ଆଗରେ ହଉ, ତାଙ୍କ ହୋର୍ଡିଂରେ ତାଙ୍କ କଣ୍ଟାକ୍ଟର ଫଟୋ ଦିଆଯାଇଥାଏ। ତ ସେଇଟା ଫଟୋ ଉଠି ଆଣନ୍ତୁ, ଆଉ ନମ୍ବରକୁ ବାରମ୍ବାର ଟାଇପ୍ କରିବାକୁ ପଡ଼ିବନି। ଆପଣଙ୍କ ଡାଏଲ ପ୍ୟାଡ୍କୁ ଟାଇପ୍ କରିବାକୁ ପଡ଼ିବ ନା, ଡାଇରେକ୍ଟ ଫଟୋ ଉଠି ଆଣିଲେ ଫଟୋରୁ ଟେକ୍ସଟକୁ କପି କରି ଯେକୌଣସି ନମ୍ବରକୁ ବି ହଉ କପି କରିନେଇ, କପି କଲା ପରେ ଯେକୌଣସି ମେସେଜ ହଉ ଆପଣ କଣ୍ଟାକ୍ଟ ବି ସେଭ୍ କରିପାରିବେ। ଆଉ ଗୋଟେ ମୁଁ ଦେଖେଇ ଦେଉଛି ଆପଣଙ୍କୁ, ଏଠି ଯେମିତି ମୋର ଏଠି ନମ୍ବର ଲେଖା ହେଇଛି, ଫୋନ୍ ନମ୍ବର, ସାଇଡ୍ କରି ନେଉଛି। ଫୋନ୍ ନମ୍ବର ଥିଲା, ଏଠୁ ଫୋନ୍ ନମ୍ବରଟାକୁ ଏମିତି ଫଟୋ ଉଠେଇ ନେଇଗଲି। ଫଟୋ ଉଠେଇ ନେଲା ପରେ ମୁଁ ଚାହିଁବି ସେ ନମ୍ବରଟାକୁ କପି କରିବା ପାଇଁ। ଦେଖିପାରୁଥିବେ କପି ହେଇଛି ଅଲରେଡ଼ି। ସେ କପି ହେଲା ପରେ କପି କରି ନେଇଗଲି। କପି କରି ନେଇ ଏଠି ବି ଚାହିଁଲେ
পেস্ট କରିପାରିବେ। ଦେଖିପାରୁଥିବେ ନମ୍ବରଟା ପଳେଇ ଆସିଛି ଏଠି ମୋ କତିକି ସେମିତି। ନେକ୍ସଟ ଫିଚର ହେଉଛି ଲକ୍ ସ୍କ୍ରିନ୍ ଡିସେବଲ୍। ଯେମିତି ଆପଣଙ୍କର ଫୋନ୍ ଲକ୍ ଥିବ, ହୁଏତ କେଉଁମାନେ ତମର ପାସୱାର୍ଡ ଜାଣିଥିବେ ବା ନ ଜାଣିଥିବେ, ଯେଉଁମାନେ ଜାଣିନଥିବେ ଯଦି ଆପଣଙ୍କର ଲକ୍ ସ୍କ୍ରିନ୍ ଡିସେବଲ୍ ନ କରିଥିବେ ତ ସେଟାକୁ କ'ଣ କରିବେ ନା ତା ସ୍କ୍ରିନ୍ ଲକ୍ ଉପରେ ଉପରକୁ ସ୍ୱାଇପ୍ କରି ଆପଣ ସେଟିଂ ବି ଚେଞ୍ଜ କରିପାରିବେ। ଯେମିତି ଫ୍ଲାଇଟ୍ ମୋଡ୍ ଅନ୍ କରିପାରିବେ, ସାଇଲେଣ୍ଟ ମୋଡ୍କୁ ନେଇପାରିବେ, ମୋବାଇଲରେ ଭାଇବ୍ରେସନ୍ ଆକ୍ଟିଭେଟ୍ କରିଦେବେ। ତ ଏମିତି କିଛି ଛେଡ଼ଖାନି ସେମାନେ କରିପାରିବେ ଯଦି ସେଟା ଆପଣ ଯଦି ଡିସେବଲ୍ ନ କରନ୍ତି। ତ ଚାଲନ୍ତୁ ଦେଖିବା ସେଟିଂଟା କେମିତି କ'ଣ କାମ କରିବ। ତାହେଲେ ଯଦି ଆପଣଙ୍କ ଫୋନ୍ ତ ଲକ୍ ଥିବ କିନ୍ତୁ ଏଠୁ ଜଣେ ଚାହିଁଲେ ତମ ମୋବାଇଲ କି ନେଇ ଏଠୁ ମୋବାଇଲ ଡାଟା ଅଫ୍ କରିପାରିବ, ଆଉ ତମର ଫ୍ଲାଇଟ୍ ମୋଡ୍ ବି ଆକ୍ଟିଭେଟ୍ କରିପାରିବ। ଇନକେସ୍ ମୋବାଇଲ ଚୋରି ହେଇଯାଉଛି, କିଛି ବି ହେଇଯାଉଛି, ତ ସେଠୁ ସେ କିଛିଟା ବେଳେ ତୁମକୁ ହଇରାଣ ପକାଇ ପାରିବ। ଯେମିତି ସିମ୍ ତ ସେ କାଢ଼ିପାରିବନି, ଯଦି ଫିଜିକାଲ୍ ସିମ୍ ବି ତାକୁ କାଢ଼ିଦେବ, ଇ ସିମ୍ ଭିତରେ କାଢ଼ିପାରିବନି। ଫିର୍ ବି ଇ ସିମ୍ ଥିଲେ ବି ଯଦି ଏଇଟାକୁ ଆପଣ ଡିସେବଲ୍ ନ କରିଥିବେ ତ ସେ ଆପଣଙ୍କ ମୋବାଇଲ ଡାଟା ଅଫ୍ କରିପାରିବ ଆଉ ଫ୍ଲାଇଟ୍ ମୋଡ଼୍ରେ ମୋବାଇଲ ପକାଇ ପାରିବ। ତ ସେଇଟା କେମିତି କ'ଣ ଆକ୍ଟିଭେଟ୍ କରିବେ, ସେଥିପାଇଁ ମୁଁ ଆପଣଙ୍କୁ ନେଇଯାଉଛି। ଆପଣ ସେଟିଂକୁ ଯିବେ, ସେଟିଂକୁ ଗଲେ ସେଟିଂକୁ ଯିବେ, ଗୋଟେ ଅପସନ୍ ଆସିବ ଆପଣଙ୍କ ସ୍କ୍ରିନ୍ ଟାଇମ୍ ଏଠି ଅଛି, ଦେଖନ୍ତୁ ସ୍କ୍ରିନ୍ ଟାଇମ୍କୁ ପଳେଇ ଆସିଲେ ଦେଖନ୍ତୁ ଲେଖା ହେଇଛି କଣ୍ଟେଣ୍ଟ ଆଣ୍ଡ ପ୍ରାଇଭେସି ରେଷ୍ଟ୍ରିକ୍ସନ୍। ଏଠି ଟଚ୍ କରିବେ ଆଉ ଏଇଟାକୁ ପ୍ରଥମତଃ ଅନ୍ କରିବାକୁ ପଡ଼ିବ। କଣ୍ଟେଣ୍ଟ ଆଣ୍ଡ ପ୍ରାଇଭେସି ରେଷ୍ଟ୍ରିକ୍ସନ୍କୁ ଅନ୍ କରିବେ। ଅନ୍ କଲା ପରେ ଦେଖନ୍ତୁ ପାସକୋଡ୍ ଆଣ୍ଡ ଫେସ୍ ଆଇଡି ଡୋଣ୍ଟ ଆଲାଉ, ଆକାଉଣ୍ଟକୁ ଡୋଣ୍ଟ ଆଲାଉ କରିବେ, ଆଉ ମୋବାଇଲ ଡାଟାକୁ ବି ଡୋଣ୍ଟ ଆଲାଉ କରିବେ, ଯେଉଁଟାକି ଲକ୍ ସ୍କ୍ରିନ୍ ଉପରେ ଆପଣଙ୍କୁ କେହି ଆପଣଙ୍କ ଫୋନ୍କୁ ଅପରେଟ୍ କରିପାରିବେନି। ଆଉ ଗୋଟେ ଫିଚର ହେଲା ସ୍ଲିପ୍ ଟାଇମର। ଭିଡ଼ିଓ ଅଟୋମେଟିକ୍ ବନ୍ଦ ହେଇଯିବ। ମାନେ ଏମିତି ଆପଣ ରାତିରେ ଶୋଇଲା ବେଳେ ଫିଲ୍ମ ଦେଖୁଛନ୍ତି, ଗୋଟେ ମୁଭି ଦେଖୁଛନ୍ତି, ତ ପ୍ରାୟତଃ ଫିଲ୍ମ ଦେଖୁଥିବୁ ପ୍ରାୟ ବେଳେ ଶୋଇ ପଡ଼ନ୍ତି, ଏମିତି ରାତି ସାରା ମୋବାଇଲ ଚାଲିଥାଏ ଆଉ ବ୍ୟାଟେରୀ ବି ପୁରା ସଟ୍ ଡାଉନ୍ ହେଇଯାଏ। ତ ସେଥିପାଇଁ ଗୋଟେ ଧାଁସୁ ଫିଚର ଦେଇଛି ଗୋଟେ ଆଇଫୋନରେ, ସେଟା ହେଲା ସ୍ଲିପ୍ ଟାଇମର। ଅଟୋମେଟିକ୍ ଭିଡ଼ିଓ ଅଫ୍ ହେଇଯିବ। ତ ଆପଣଙ୍କ ହିସାବରେ ଫିଲ୍ମ ଦେଖୁଛନ୍ତି ତ ଆପଣ ସ୍ଲିପ୍ ଟାଇମ୍କୁ ଆକ୍ଟିଭେଟ୍ କରିଦେବେ। ତ ସେତିକି ସମୟ ପରେ ମୋବାଇଲଟା ଅଟୋମେଟିକ୍ ଅଧଘଣ୍ଟେ ଓ ଘଣ୍ଟେ ସେତିକି ସମୟ ଆକ୍ଟିଭେଟ୍ କରିଦେବେ। ସେତିକି ସମୟ ପରେ ମୋବାଇଲ ଅଟୋମେଟିକ୍ ଡିସପ୍ଲେ ଟର୍ନ ଅଫ୍ ହେଇଯିବ, ଆଉ ଯେଉଁଟାକି ବ୍ୟାଟେରୀ ବି ଡାଉନ୍ ହେବାର ନାହିଁ। କ୍ଲକ୍ ଅପସନ୍ କେମିତି ଆସିବେ, ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ଉପରେ ଗୋଟେ ପ୍ଲସ୍ ଆଇକନ୍ ଅଛି, ସେଠି ଟଚ୍ କରିବେ। ସେଠି ଟଚ୍ କଲା ପରେ ଟାଇମ୍ ସେଟ୍ କରିବା ପାଇଁ ଅପସନ୍ ଦେଖାଇଦେବ। ସେଠି ଆପଣଙ୍କ ହିସାବରେ ଟାଇମ୍ ଆଡ଼ଜଷ୍ଟ କରିନେବେ। ଟାଇମ୍ ଆଡ଼ଜଷ୍ଟ କଲା ପରେ ଦେଖିବେ ତଳେ ଲେଖା ହେଇଛି ହ୍ୱେନ୍, ସେଠି କ୍ଲିକ୍ କରିବେ। ସେଠି ପୁରା ତଳକୁ ପଳେଇ ଆସିବେ, ପୁରା ତଳକୁ ଆସିବେ। ତଳେ ଲେଖା ହେଇଥିବ ଷ୍ଟପ୍ ଲାଇନ୍, ସେଠି କ୍ଲିକ୍ କରିଦେବେ। ଏଇଠି ଦେଖନ୍ତୁ ଷ୍ଟପ୍ ଲାଇନ୍, ସେଠି କ୍ଲିକ୍ କରିଦେଲା ପରେ 20 ମିନିଟ୍ ପରେ ସବୁ କିଛି ଷ୍ଟପ୍ ହେଇଯିବ। ତାପରେ ସେଠୁ ଷ୍ଟାର୍ଟ କରିଦେବେ। ବାସ୍ ଏଇଠୁ ଟାଇମ୍ ଷ୍ଟାର୍ଟ ହେଇଗଲା। ମୁଁ 20 ମିନିଟ୍ ସେଟ୍ କରିଥିଲି, ଦେଖନ୍ତୁ ଏଇଠୁ କାଉଣ୍ଟଡାଉନ୍ ଷ୍ଟାର୍ଟ ହେଇଗଲା। ଯେତେବେଳେ 20 ମିନିଟ୍ ହେବ ଅଟୋମେଟିକ୍ ମୋର ଭିଡ଼ିଓ ହଉ ସବୁ ବନ୍ଦ ହେଇଯିବ। ଆଉ ଆପଣଙ୍କ ନେକ୍ସଟ ଫ୍ୟୁଚର ହେଲା ଆପଲ୍ ଆକାଉଣ୍ଟ ଡିସେବଲ୍। ଆପଣ ଦେଖିଥିବେ ଆପଲ୍ ଆକାଉଣ୍ଟ ଯେଉଁଟାମାନଙ୍କ ପ୍ରାୟ ହାଇଲାଇଟ୍ ହିଁ ରହେ। ଯଦି ଡିସେବଲ୍ ନ କରିବେ, ସେଟା ଯଦି ଏନାବଲ୍ ଥିବ, ଯେଉଁମାନେ ଆପଣଙ୍କର ଅତି କ୍ଲୋଜ୍ ଫ୍ରେଣ୍ଡ ହେଇଥିବେ, ଆପଣଙ୍କର ପାସୱାର୍ଡ଼ ବି ଜାଣିଥିବେ, ଲକ୍ ସ୍କ୍ରିନ୍ର ପାସୱାର୍ଡ଼ ଜାଣିଥିବେ, ତ ସେମାନେ ଆପଲ୍ ଆକାଉଣ୍ଟକୁ ପଶି ଆପଣଙ୍କର ପାସୱାର୍ଡ଼କୁ ସେମାନେ ଚେଞ୍ଜ କରିପାରିବେ। ତ କିଛି ବି ମୋବାଇଲରେ ଏପଟ ସେପଟ କରିପାରିବେ। ତ ସେଥିପାଇଁ କ'ଣ କରାଯିବ ନା ଆପଣ ଆପଲ୍ ଆଇଡିକୁ ବି ଡିସେବଲ୍ କରିପାରିବେ, ଯେଉଁଟାକି ତାର ପାସୱାର୍ଡ଼ ଅଲଗା ରହିବ। ଲକ୍ ସ୍କ୍ରିନ୍ର ପାସୱାର୍ଡ଼ ଜାଣିଥିଲେ ବି ଆପଲ୍ ଆଇଡିର ପାସୱାର୍ଡ଼ ସିଏ ଅଲଗା ହେଇଯିବ। ତ ତାକୁ ଚେଞ୍ଜ କରିବା ପାଇଁ ଅଲଗା ପାସୱାର୍ଡ଼ ଦରକାର ହେବ। ତ ସେଥିପାଇଁ ଚାଲ ଦେଖିବା ଏଇ ପାସୱାର୍ଡ଼କୁ କେମିତି କ'ଣ ଆକ୍ଟିଭେଟ୍ କରାଯାଏ। କ'ଣ କରିବେ, ଯେମିତି ଦେଖିବେ ମୋ ଆପଲ୍ ଆକାଉଣ୍ଟ ବର୍ତ୍ତମାନ ହାଇଲାଇଟ୍ ହେଉନି, ଏଠି ବର୍ତ୍ତମାନ ବ୍ଲୋର୍ ହେଇକି ଅଛି, କାହିଁକିନା କେହି ମୋ ଆପଲ୍ ଆକାଉଣ୍ଟକୁ ଏଣ୍ଟ୍ରି କରିକି ମୋର ପାସୱାର୍ଡ଼ କି ଚେଞ୍ଜ ନ କରିପାରିବେ। ତ ସେଥିପାଇଁ ମୁଁ ଏଟାକୁ ହାଇଡ଼୍ କରିଦେଇଛି, ଯେଉଁଟାକି ଯେତେ ଟ୍ୟାପ୍ କଲେ ବି କାମ ଦେବନି। ତ ତାକୁ କେମିତି କରିବେ, ସେମ୍ ପ୍ରୋସେସ୍। ଆପଣ ସ୍କ୍ରିନ୍ ଟାଇମ୍କି ଯିବେ, ସ୍କ୍ରିନ୍ ଟାଇମ୍ ଅପସନ୍କୁ ସେଠି ଯିବେ, ସେଠି ସ୍କ୍ରିନ୍ ଟାଇମ୍ ଯାଇ କଣ୍ଟେଣ୍ଟ ଆଣ୍ଡ ପ୍ରାଇଭେସି ରେଷ୍ଟ୍ରିକ୍ସନ୍ এই ଅପସନ୍ଟାକୁ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଟା ଯେମିତି ଅନ୍ ରହିବା ଦରକାର, ଏଇଟା ଅନ୍ ରହିଲେ କିଛି କାମ କରିବନି। ତ ଏଟାକୁ ଅନ୍ କରିଦେବେ। ଅନ୍ କଲା ପରେ ଏମିତି ତଳକୁ ଆସିବେ, এই ପ୍ରଥମ ଅପସନ୍ଟା ପାସକୋଡ୍ ଆଣ୍ଡ ଫେସ୍ ଆଇଡି, এই ଜିନିଷଟାକୁ ଡୋଣ୍ଟ ଆଲାଉ କରିଦେବେ। ଆଉ ତାପରେ ଅଛି ଆକାଉଣ୍ଟ,
ବୋଲେ ଆପଣଙ୍କର ଆପଲ୍ ଆକାଉଣ୍ଟ ଏ ଜିନିଷଟାକୁ ବି ଡୋଣ୍ଟ ଆଲାଉ କରିଦେବେ, ୟାକୁ ବି ଡୋଣ୍ଟ ଆଲାଉ କରିବେ। ଏମିତି ବି କରିଦେଲା ପରେ ଆପଣଙ୍କ ଆକାଉଣ୍ଟ ଏମିତି ଦେଖିବେ ମୋର ମୋବାଇଲ ଡାଟା ବର୍ତ୍ତମାନ ୱାଇଫାଇ ଅନ୍ ଅଛି, ତା ସହିତ ବି ମୋବାଇଲ ଡାଟା ବି ଅନ୍ ଅଛି, କିନ୍ତୁ ସବୁ ମୁଁ ଅଫ୍ କରିପାରିବି, କିନ୍ତୁ ମୋବାଇଲ ଡାଟାକୁ ମୁଁ ଅଫ୍ କରିପାରିବିନି, କାରଣ ମୁଁ ସେଠୁ ଆଲାଉ କରିନି, ଡୋଣ୍ଟ ଆଲାଉ କରିଦେଇଛି। କୌଣସି ମୋତେ ସେ ଅଫ୍ ହେବ ନାହିଁ। ଅଫ୍ କରିବାକୁ ହେଲେ ମୋତେ ପୁଣି ଥରେ ସ୍କ୍ରିନ୍ ଟାଇମ୍କି ଯାଇ ସେଠୁ ଯାଇକି ତାକୁ ଆଲାଉ କରିବାକୁ ପଡ଼େ। ଆଲାଉ କଲା ପରେ ଯାଇ ଆକ୍ଟିଭେଟ୍ ହେବ। ଏମିତି କଲେ ଆପଣଙ୍କ ମୋବାଇଲ ପୁରା ସେଫ୍ଟି ରହିବ। ଚୋରି ହେଇଗଲା ପରେ ବି ଆପଣଙ୍କ ମୋବାଇଲକୁ କେହି ହେଲେ ବି ୟୁଜ୍ କରିପାରିବେନି। ୟୁଜ୍ କଲେ ବି ହରେକ ମୋମେଣ୍ଟର ଡାଟା ଆପଣଙ୍କ ପାଖରେ ପହଞ୍ଚି ପାରିବ। ଦେଖିପାରୁଥିବେ ୱାଇଫାଇକି ମୁଁ ବନ୍ଦ କରିପାରିବି, ଏଇଟା ମୋ ହାତରେ ଅଛି, କିନ୍ତୁ ମୋବାଇଲ ଡାଟା ମୋର ଅଫ୍ ହେଇପାରିବ ନାହିଁ। ଏଇଟା କଲେ ଆପଣଙ୍କ ପାଇଁ ସେଫ୍ଟି। ଆଉ ଖାସ୍ କରି ଆପଲ୍ରେ ଇ ସିମ୍ ରହିବା ଦରକାର। ଆଉ ଇ ସିମ୍ ଥିଲେ କିଛି ଅସୁବିଧା ହେବ ନା। ଫିଜିକାଲ୍ ସିମ୍ ଥିଲେ ଯେକୌଣସି ଜଣେ ଚାହିଁଲେ ତ ସିମ୍ କାଢ଼ିପାରିବ। ତ ସିମ୍ କାଢ଼ି ପରିଲା ପରେ ଆପଲ୍ ବି ଏଇ ଫ୍ୟୁଚର୍ ଅଛି, ମୋ ଫୋନ୍ ସୁଇଚ୍ ଅଫ୍ ହେଲା ପରେ ବି ତାର ଲୋକେସନ୍ ସେ ସେୟାର କରୁଥିବ। ଆଖପାଖର ନେଟୱାର୍କ ୟୁଜ୍ କରି ସେ ତାର ନିଜ ଡାଟାଟା ସେୟାର କରିପାରିବ। ତ ଫିର୍ ବି କିଛି ଆଡ଼ଭାନ୍ସ ସେଫ୍ଟି ଏଇଟା ହିଁ ଥାଏ ତାରେ। ତ ସେଥିପାଇଁ ଆପଣଙ୍କୁ ଆକାଉଣ୍ଟକୁ ଡୋଣ୍ଟ ଆଲାଉ କରିବାକୁ ପଡ଼ିବ। କଣ୍ଟେଣ୍ଟ ପ୍ରାଇଭେସି ରେଷ୍ଟ୍ରିକ୍ସନ୍କୁ ଯାଇ ଅନ୍ କରିବାକୁ ପଡ଼ିବ। ତାକୁ ଅନ୍ କରିଦେଲେ ଦେଖିବେ ଯେମିତି ମୋର ଏଠି ମୋ ଆପଲ୍ ଆକାଉଣ୍ଟ ହାଇଲାଇଟ୍ ହେଉନି। ଏଠି ଆମର ନେକ୍ସଟ ଫ୍ୟୁଚର୍ ହେଲା NFC। ତ ପ୍ରାୟ NFC ନାଁଟା ପ୍ରାୟ ଲୋକ ଜାଣିନଥିବେ, ବହୁତ କମ୍ ଲୋକ ଶୁଣିଥିବେ NFC। NFC ହେଲା ନିୟର ଫିଲ୍ଡ କମ୍ୟୁନିକେସନ୍। ଏଟା ପ୍ରାୟତଃ ଆଇଫୋନ୍ରେ କମ୍ପଲସରି ରୁହେ। ତାର ଆଇଫୋନ୍ ଯେବେଠୁ ଷ୍ଟାର୍ଟ ହେଇଛି ତାର NFC କମ୍ପଲସରି ଅଛି। ତ ପ୍ରାୟ ଆଣ୍ଡ୍ରଏଡ୍ ଫୋନ୍ରେ ବହୁତ ଗୋଟେ ପ୍ରିମିୟମ୍ ଫୋନ୍ରେ NFC ଫ୍ୟୁଚର୍ଟା ମିଳେ। ତ ସେ NFC କେତେ ଆପଣଙ୍କୁ ହେଲ୍ପଫୁଲ୍, ତ ସେଟା ଆପଣ ଦେଖିଲେ ଜାଣିବେ। ତ NFC ତ ଚାଲନ୍ତୁ ଦେଖିବା କେମିତି କ'ଣ NFC ଆକ୍ଟିଭେଟ୍ କରିବା। ତ ଚାଲ ଷ୍ଟାର୍ଟ କରିବା। ଯେମିତିକି ଆପଣମାନେ ଦେଖିପାରୁଥିବେ ଏଠି ଗୋଟେ ମୋର ଷ୍ଟିକର ଲାଗିଛି, ଏଠି ବି ଗୋଟେ ଷ୍ଟିକର ଅଛି, ଆଉ ଗୋଟେ ଷ୍ଟିକର ମଧ୍ୟ ଏଠି ଅଛି। ଏମିତି ବହୁତ ଜାଗାରେ ମୋର ବହୁତ ଗୁଡ଼ିଏ ଷ୍ଟିକର ଲାଗିଛି। ଏ ଗୋଟେ କୌଣସି ସାଧାରଣ ଷ୍ଟିକର ନୁହେଁ, ଏ ସବୁ ହେଲା NFC ଷ୍ଟିକର, ନିୟର ଫିଲ୍ଡ କମ୍ୟୁନିକେସନ୍ ଷ୍ଟିକର। ତ ଏହାର କାମ ହେଲା ପୁରା ସର୍ଟକଟ୍ ଜିନିଷ ଗୁଡ଼ାକ ସବୁ। ଏମିତି କିଛି କାମ ହେଲା, ଏମିତି ମୋବାଇଲରେ ଟ୍ୟାପ୍ କରିନେବି। ଟ୍ୟାପ୍ କଲା ପରେ ମୋର NFC ମୋର ଡାଇରେକ୍ଟ ୱାଇଟି ଷ୍ଟୁଡ଼ିଓକୁ ମୋତେ ନେଇ ଡାଇରେକ୍ଟ କରିଦେଲା ସେଠିକି। ଦେଖିପାରୁଥିବେ ମୋର ୱାଇଟି ଷ୍ଟୁଡ଼ିଓକୁ ଡାଇରେକ୍ଟ କରିଦେଲା। ଆଉ ଗୋଟେ ଅଛି ଏପଟେ ମୋର, ଆକୁ ଟ୍ୟାପ୍ କଲା ପରେ ମୋର କ୍ୟାପକଟ୍ ଆପ୍ଲିକେସନ୍ ଖୋଲିଗଲା, ଯେଉଁଟାକି ମୋ ଫେସ୍ ଆଇଡ଼ି ନହେଲେ ଖୋଲିବନି, ଡାଇରେକ୍ଟ କ୍ୟାପକଟ୍ ମୋର ଖୋଲିଗଲା। ତ ସେମିତି ମୋର ସବୁ ଷ୍ଟିକରର ଅଲଗା ଅଲଗା କିଛି ଅପସନ୍ ରହିଛି। ମୁଁ ଚାହିଁଲେ ଆକୁ କଷ୍ଟମାଇଜ୍ କରିପାରିବି, ଅଲଗା ବି କିଛି କରିପାରିବି। ସବୁ ଷ୍ଟିକରକୁ ମୁଁ ଅଲଗା, କେଉଁଥିରେ ୱାଇଟି ଷ୍ଟୁଡ଼ିଓ ଖୋଲିବ, କେଉଁଥିରେ କ୍ୟାପକଟ୍ ଖୋଲିବ, କେଉଁଥିରେ ମୋର ୟୁଟ୍ୟୁବ୍ ପ୍ଲେଲିଷ୍ଟ ଖୋଲିବ, ଏମିତି କିଛି ଯେଉଁଟା ମୋ ହିସାବରେ ମୁଁ କଷ୍ଟମାଇଜ୍ କରି ରଖିଛି। ଆମର ନେକ୍ସଟ ଫ୍ୟୁଚର୍ ହେଲା ଷ୍ଟାଣ୍ଡ ବାଇ ମୋଡ୍। ଭାଇ ମୋବାଇଲକୁ ଚାର୍ଜ ବସେଇ ଦିଅ, ଏମିତି ଟିଲ୍ଟ କରିଦିଅ। ଚାର୍ଜ ବସେଇ ଦେଇ ଏମିତି ଟିଲ୍ଟ କରିଦିଅ। ଭାଇ ମୋବାଇଲ ତ ପୁରା କ୍ୟାଲେଣ୍ଡର ହେଇଯିବ, ଘଣ୍ଟା ହେଇଯିବ, ଏମିତି ମେସେଜ ଆସିବ, ଡାଇରେକ୍ଟ ଲେଖା ହେଇଯିବ ସ୍କ୍ରିନ୍ ଉପରେ। ଭାଇ ଅଲଗା ଅଲଗା ଷ୍ଟାଇଲରେ ପୁଣି ଆସିବ। ସେ ଫ୍ୟୁଚର ପୁରା ସବୁଠୁ ନିଆରା ଭଲ ଲାଗେ। ହଁ, ତା ଦେହରେ ଆଉ ଗୋଟେ ପ୍ରୋବ୍ଲେମ ଅଛି, ଏଟା ବ୍ୟାଟେରୀ ବହୁତ ସରିବ, ବହୁତ ଜଲ୍ଦି ବ୍ୟାଟେରୀ ଟାଣିବ। ତ ସେଟା ପୁଣି ଚାର୍ଜିଂରେ ଲାଗିଲା ବେଳେ କାମ ଦବ। ତ ସେଥିପାଇଁ ଚାର୍ଜିଂ ବି ଲେଟ୍ ହବ। ତ ସେଟା କାହାକୁ ଭଲ ଲାଗିବ, କାହାକୁ ଭଲ ନାହିଁ, ତ ସେଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି। ତ ମୋ କାମ ହେଲା ଆପଣଙ୍କ ଫ୍ୟୁଚର ଦେଖେଇବି, ତ ଆପଣମାନେ ୟୁଜ୍ କରିବେ କି ନା ସେଟା ଆପଣ ବୁଝିବେ। ତ ଚାଲ ଦେଖିବା କେମିତି କ'ଣ ସେ ଫ୍ୟୁଚରଟା କାମ କରୁଛି। ଦେଖିପାରୁଥିବେ ଯେମିତି ଫୋନ୍ଟା ଚାର୍ଜ ଏବେ ବସିଛି, ଆଉ ଚାର୍ଜ ବସିଲା ପରେ ଷ୍ଟାଣ୍ଡ ବାଇ ମୋଡ଼ର କାମ କ'ଣ ଏମିତି ରହିବ। ଏମିତି ପୁରା ଟାଇମ୍ ପଳେଇ ଆସିବ। ତାପରେ ତାକୁ ବି ଚାହିଁଲେ ଆପଣ ଚେଞ୍ଜ ବି କରିପାରିବେ। ବହୁତ ପ୍ରକାର ଭିନ୍ନ ଭିନ୍ନ ଷ୍ଟାଇଲ୍ ଆସିବ। ତ ଆପଣ ଯେଉଁଟା ମର୍ଜି ସେଇଟା ରଖିବେ। ଷ୍ଟାଣ୍ଡ ବାଇ ମୋଡ଼ କେବଳ ଚାର୍ଜିଂ ଟାଇମ୍ରେ କାମ ଦେବ, ଅନ୍ୟ ଟାଇମ୍ରେ କାମ ଦେବନି। ଯଦି ମୁଁ ଚାର୍ଜରଠୁ କାଢ଼ିଦିଏ ତାହେଲେ ଏ କାମ ବି ଦେବନି। ଦେଖିଲେ ନା, କଟିଗଲା। କେବଳ ସେ ଚାର୍ଜିଂରେ ହିଁ କାମ କରିବ। ତ ତାକୁ ଆକ୍ଟିଭେଟ୍ କରିବାକୁ ହେଲେ କ'ଣ କରିବାକୁ ପଡ଼ିବ, ଆପଣଙ୍କୁ ସିଧା ସେଟିଂକୁ ଯିବାକୁ ପଡ଼ିବ। ସେଟିଂରେ ଯାଇ ଏଠି ସର୍ଚ୍ଚ କରିଦେବେ ଷ୍ଟାଣ୍ଡ ବାଇ ମୋଡ଼। ଷ୍ଟାଣ୍ଡ ବାଇ ପଳେଇ ଆସିଲା। ଷ୍ଟାଣ୍ଡ ବାଇ ଏଠି ଅନ୍ କରିଦେବେ। ଆପଣ ଏଟା ଅଫ୍ ଥିବ, ଏଟାକୁ ଅନ୍ କରିଦେବେ। ଅନ୍ କଲା ପରେ ଆପଣଙ୍କର ଷ୍ଟାଣ୍ଡ ବାଇ ମୋଡ଼ ଆକ୍ଟିଭେଟ୍ ହେଇଯିବ। ଆମର ନେକ୍ସଟ ଫ୍ୟୁଚର ହେଲା ଗାଇଡେଡ୍ ଆକ୍ସେସ୍। ତ ଆପଣମାନେ ଦେଖିଥିବେ ବହୁତ ସାଙ୍ଗମାନେ ମୋବାଇଲକୁ ମାଗି ନିଅନ୍ତି ଫୋନ୍ କରିବା ପାଇଁ। ଫୋନ୍ କରିବା ନାଁରେ ନେଇ ସେମାନେ ମୋବାଇଲରେ ବହୁତ କିଛି ଉଙ୍ଗଲି କରନ୍ତି। ତ ସେ ଇନଷ୍ଟାଗ୍ରାମ ଖୋଲ, ଫେସବୁକ୍ ଆଇଡି ଖୋଲ, ଆକୁ ତାକୁ ହ୍ୱାଟ୍ସଆପ୍ରେ ମେସେଜ କରିଦେ। ତ ସେସବୁ ତମେ ବି ଜାଣିନଥିବ, ତମେ ସାଙ୍ଗକୁ ଦେଇଦିଅ ବିଶ୍ୱାସରେ। ତ ସେମାନେ ନେଇକି କିଛି ବି କରନ୍ତି। ଏମିତି ବି ତମର ପାସୱାର୍ଡ ଯାହା ବି କିଛି ବି ହେଇଥିବ, ତମର ଜିମେଲକୁ ସେମାନେ ଆକ୍ସେସ୍ କରନ୍ତି, ଇନଷ୍ଟାଗ୍ରାମ। ତ
ତ ସେ ମାଗି ନେଇଥିବେ ଫୋନ୍ କରିବା ପାଇଁ, କିନ୍ତୁ ସେମାନେ ନେଇ ଅଲଗା କାମ କରୁଥିବେ ମୋବାଇଲରେ। ତ ସେଥିପାଇଁ ଆପଣ କ'ଣ କରିବେ ନା ଗାଇଡେଡ୍ ଆକ୍ସେସକୁ ଆକ୍ଟିଭେଟ୍ କରିଦେବେ। ଯୋଉଟାକି ଯୋଉଥିପାଇଁ ସେ ମାଗିଥିବ, ଭାବି ନିଅନ୍ତୁ ସେ ମାଗିଥିବ ଫୋନ୍ କରିବା ପାଇଁ। ତ ଆପଣ ଡାୟାଲ୍ ପ୍ୟାଡ୍ ଓପନ୍ କରିକି ଗାଇଡେଡ୍ ଆକ୍ସେସକୁ ଆକ୍ଟିଭେଟ୍ କରିଦେବେ। ତ ସେ କେବଳ ସେ ଫୋନ୍ ଡାୟଲର ଭିତରେ ହିଁ ରହିପାରିବ। ନା ବ୍ୟାକକୁ ଆସିପାରିବ, ନା ଆଗକୁ ବଢିପାରିବ, ନା ମେନ୍ ମେନୁକୁ ଆସିପାରିବ। କୌଣସି ଆକ୍ଟିଭିଟି ସେ କରିପାରିବନି, କେବଳ ଫୋନ୍ କରିବା ଛଡା। ସେ କିବୋର୍ଡରେ ସେ ଯାହାକୁ ଫୋନ୍ କରିପାରିବ। ତା ଛଡା ସେ ଫେସବୁକ୍, ହ୍ୱାଟ୍ସଆପ୍, ଗୁଗଲ ପେ, ଫୋନ ପେ ଏସବୁ କିଛି କରିପାରିବନି। ତ ଚାଲ ଦେଖିବା, ଏଟା ବହୁତ ବଢିଆ ଟ୍ରିକ୍। ତ ଚାଲନ୍ତୁ ଆରମ୍ଭ କରିବା। ଗାଇଡେଡ୍ ଆକ୍ସେସକୁ ଆକ୍ଟିଭେଟ୍ କରିବାକୁ ହେଲେ ଆପଣଙ୍କୁ ଯେକୌଣସି ଆପ୍ଲିକେସନକୁ ଆସିବାକୁ ପଡ଼ିବ। ମାନିବାକୁ ମୁଁ ଇନଷ୍ଟାଗ୍ରାମ ପେଜକୁ ଆସିଯାଇଛି, ତ ସେଠି ମୁଁ କ'ଣ କରିବି ନା ପାୱାର ବଟନକୁ 3 ଟାଇମ୍ ପ୍ରେସ୍ କରିବି। ପ୍ରେସ୍ କଲା ପରେ ଏଠି ଆସିଲା ଷ୍ଟାର୍ଟ କ୍ୟାନସଲ୍। ତ ଏଠି ମୁଁ ଷ୍ଟାର୍ଟ କରିଦେଲି, ମୋ ଫେସ୍ ସାଇଡ଼୍ ସେ ଭାଗିବ। ତ ସେଟା ଅଟୋମେଟିକ୍ ଆକ୍ଟିଭେଟ୍ ହେଇଗଲା। ଆକ୍ଟିଭେଟ୍ ହେଇଗଲା ପରେ ଆପଣ କିଛି ବି ଟ୍ୟାପ୍ କରିବେ, କିଛି କାମ କରିବନି, କେବଳ ସ୍କ୍ରଲ୍ ହେବ। ତ ଇନଷ୍ଟାଗ୍ରାମର ସବୁ ପ୍ରୋଫାଇଲ୍ ଖୋଲିବ। ଅଦରୱାଇଜ୍ କୌଣସି ଆପ୍ ଖୋଲିପାରିବନି, ମେନ୍ ମେନୁକୁ ଯାଇହେବନି, କୌଣସି ବ୍ୟାକ୍ କାମ କରିବନି। ତ ଏଠି କେବଳ ଇନଷ୍ଟାଗ୍ରାମ ଉପରେ ହିଁ କାମ କରିବ। ତ ତାକୁ ପୁଣି ଡିଆକ୍ଟିଭେଟ୍ କରିବାକୁ ଗଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ଆପଣଙ୍କୁ ପୁଣି ଥରେ ସେ ପାୱାର ବଟନକୁ 3 ଥର ପ୍ରେସ୍ କରିବାକୁ ପଡ଼ିବ। ତାପରେ ମୋର ଫେସ୍ ସାଇଡ଼୍ ମାଗିବ। ଫେସ୍ ସାଇଡ଼୍ ମାଗି ସାରିଲା ପରେ ଡିଆକ୍ଟିଭେଟ୍ ହେଇଗଲା। ଏଣ୍ଡ ଗାଇଡେଡ୍ ଆକ୍ସେସ୍ ଏଣ୍ଡେଡ୍। ଦେଖିପାରୁଥିବେ ଆମର ନେକ୍ସଟ ଫ୍ୟୁଚର ହେଲା ମଲ୍ଟିପୁଲ ଫାଇଲ୍ ସିଲେକ୍ଟେଡ୍। ଚାहे ମେସେଜ ହଉ କିମ୍ବା ଫାଇଲ୍ ହଉ, ଯେକୌଣସି ଫଟୋ ବି ହଉ। ତ ଆପଣଙ୍କୁ ଡିଲିଟ୍ କରିବାକୁ ହେଲେ ଗୋଟାଟା ସିଲେକ୍ଟ କରି ଗୋଟାଟା ଫଟୋକୁ ମାର୍କ କରିବାକୁ ପଡ଼ିବ। ତ ସେଥିପାଇଁ ଏ ଟ୍ରିକ୍ସ ସବୁଠୁ ବଢ଼ିଆ କାମ କରିବ। ତ ସେଥିପାଇଁ ହେଲା ଆପଣ କିଛି ନାହିଁ, ଏମିତି ଡବଲ ଟ୍ୟାପ୍ରେ 2 ଫିଙ୍ଗରରେ ସ୍କ୍ରଲ୍ କରିବେ। ସବୁ ଯାକ ମେସେଜ, ସବୁ ଯାକ ଫଟୋ, ସବୁ ଯାକ ଫାଇଲ୍ ଆଟ୍ ଏ ଟାଇମ୍ ସିଲେକ୍ଟ ହେଇ ଆସିବ। ସିଲେକ୍ଟ ଯେମିତି ହେବ ସେମିତି ଡିସିଲେକ୍ଟ ହେବ। ସେମିତି ଉପରକୁ ଆପଣ ସ୍କ୍ରଲ୍ କରିବେ ତ ଅଟୋମେଟିକ୍ ସେଟା ଡିସିଲେକ୍ଟ ବି ହେଇଯିବ। ତ ଚାଲ ଦେଖିବା ସେ ଫିଚରଟା କେମିତି କ'ଣ କାମ କରୁଛି। ଚାଲ ପ୍ରଥମେ ଆପଣଙ୍କ ମେସେଜ ବକ୍ସକୁ ପଳେଇ ଆସିବେ, ଟେକ୍ସଟ ମେସେଜକୁ। ସେଠି ଆସିଲା ପରେ ଏମିତି ଦେଖିବେ ମୋର ବହୁତ ଗୁଡ଼ିଏ ମେସେଜ ଅଛି। ତ ମୋତେ ଗୋଟାଟାକୁ ସବୁ ଯାକ ଡିଲିଟ୍ କରିବାକୁ ଗଲେ ଗୋଟାଟାକୁ ମାର୍କ କରିବାକୁ ପଡ଼ିବ। ତ ସେଥିପାଇଁ ଆଉ ଗୋଟେ ଇଏ ଧାଁସ ଫ୍ୟୁଚର। ତ କ'ଣ କରିବେ ନା ଏମିତି 2 ଫିଙ୍ଗରରେ ସ୍ୱାଇପ୍ କରିନେବେ। ଦେଖିପାରୁଥିବେ ଏମିତି କେତେ ଗୁଡ଼ିଏ ମେସେଜକୁ ଚାହିଁଲେ ସିଲେକ୍ଟ, ଡିସିଲେକ୍ଟ ସବୁ କରିପାରିବେ। ସିଲେକ୍ଟ ହେଇଗଲା। ତାପରେ ଆପଣ ଡିଲିଟ୍ ବି କରିପାରନ୍ତି, କିଛି ବି କରନ୍ତି। ତ ଏଇଟା ହେଲା ନା ବହୁତ ସିକ୍ରେଟ। ଚାହିଁଲେ ଡିସିଲେକ୍ଟ କରିପାରିବେ।